କଳିଙ୍ଗ ଓଡ଼ିଶାକୁ ସ୍ୱାଗତ। ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବର ଅତ୍ୟାଚାର ବିରୁଦ୍ଧରେ ଏବଂ ହିନ୍ଦୁମାନଙ୍କ ସୁରକ୍ଷା ଦାବି ନେଇ ସନାତନୀ କେଶରିଆ ହିନ୍ଦୁ ବାହିନୀ ଓଡ଼ିଶା ତରଫରୁ ବିକ୍ଷୋଭ। ଶନିବାର ଦିନ ସନ୍ଧ୍ୟା 6 ସମୟରେ ଭୁବନେଶ୍ୱର ସହର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ସନାତନୀ କେଶରିଆ ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଗଲା। ଆପଣମାନେ ସମସ୍ତେ ଜାଣିଥିବେ, ଗତ କିଛି ଦିନ ତଳେ କେନ୍ଦ୍ର ସରକାର ୱାକଫ ବୋର୍ଡ଼ ବିଲ୍କୁ ସଂଶୋଧନ କରି ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ପାରିତ କରିଥିଲେ ଏବଂ ଏହାକୁ ଦେଶର ମହାମହିମ ରାଷ୍ଟ୍ରପତି ଅନୁମୋଦନ ମଧ୍ୟ କରିଥିଲେ। କିନ୍ତୁ ଦୁଃଖର ବିଷୟ, ପଶ୍ଚିମବଙ୍ଗରେ ଏହାକୁ ବିରୋଧ କରି ବିଦ୍ରୋହ କରିବା ସହ ଦଙ୍ଗା ପରିସ୍ଥିତି ସୃଷ୍ଟି କରାଯାଉଛି। ବର୍ତ୍ତମାନ ପଶ୍ଚିମବଙ୍ଗରେ ହିନ୍ଦୁ ଅସୁରକ୍ଷିତ। ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ଏବଂ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ନେଇ ହିନ୍ଦୁମାନଙ୍କୁ ହତ୍ୟା ମଧ୍ୟ କରାଯାଉଛି। ବର୍ତ୍ତମାନ ପଶ୍ଚିମବଙ୍ଗରୁ ହିନ୍ଦୁ ପଳାୟନପନ୍ଥୀ। ତତ୍ସହିତ ଆପଣମାନେ ଏହା ମଧ୍ୟ ଜାଣିଥିବେ କି ବର୍ତ୍ତମାନ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଘଟଣା ଉପରେ କୌଣସି ପଦକ୍ଷେପ ମଧ୍ୟ ନେଉନାହାନ୍ତି। ସଂଗଠନ ତରଫରୁ ଏଥିସହିତ କେନ୍ଦ୍ର ସରକାରଙ୍କୁ ବିନମ୍ର ନିବେଦନ କରାଗଲା କି ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ। ଏହିସବୁ ଘଟଣାକୁ ବିରୋଧ କରି ଏବଂ ହିନ୍ଦୁମାନଙ୍କୁ ପଶ୍ଚିମବଙ୍ଗରେ ସୁରକ୍ଷା ଦାବି ନେଇ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଭୁବନେଶ୍ୱର ଜିଲ୍ଲା ସଭାପତି ଅରବିନ୍ଦ ମିଶ୍ର, ରାଜ୍ୟ ସଭାପତି ସନ୍ତୋଷ ଭୋଳ, କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ବିତୁଜା ଉପାଧ୍ୟାୟ, ରାଜ୍ୟ ଉପସଭାପତି ଆଲଫା ରାୟ, ରାଜ୍ୟ ସମ୍ପାଦକ ଅଶୋକ ଗାଣ୍ଠିଆ, ରାଜ୍ୟ ସୂଚନା ପ୍ରମୁଖ ବ୍ରହ୍ମପ୍ରସାଦ ମହାପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ। ଚିହ୍ନିତ ହେଇଯାଇଛି ମାନେ ସେଇମାନେ ବାଂଲାଦେଶୀ ଭୋଟ ପକେଟ୍ ଭୋଟ ହେଉଛି ବାଂଲାଦେଶୀ, ସେଥିପାଇଁ ସେମାନେ ବାଂଲାଦେଶୀ ସପୋର୍ଟ କରୁଛନ୍ତି। ଆଗାମୀ ଦିନରେ ଯଦି ଏଇଟା ହୁଏ ତାହେଲେ ବହୁତ ବଡ଼ ପ୍ରତିବାଦର ସ୍ୱର ଉଠିବ, ହିନ୍ଦୁତ୍ୱର ସ୍ୱର ଉଠିବ। ଦରକାର ପଡ଼ିଲେ ଆମ ଓଡ଼ିଶାରୁ ବି ଆମେ ବାହାରିବୁ, ଯେମିତି ମୁର୍ଶିଦାବାଦ ଯେଉଁ ଭାବରେ ହେଇଛି ଓଡ଼ିଶାରୁ ଆମର ପ୍ରତିବାଦ ବାହାରିବ। ଟୋଟାଲ ପୁରା ଲେନ୍ ପାର ନହେଲେ ଦେହ ପାର। ପରିଚୟ ସନ୍ତୋଷ କୁମାର ଭୋଳ, ସନାତନୀ କେଶରିଆ ହିନ୍ଦୁ ବାହିନୀ ରାଜ୍ୟସଭା। ହିନ୍ଦୁମାନଙ୍କ ଉପରେ ଯେଉଁ ଅତ୍ୟାଚାର ଚାଲିଛି ତା ବିରୁଦ୍ଧରେ ଆଜି ଚାଲିଥିଲା ଆନ୍ଦୋଳନ ବା କୁଶପୁତଳା ଦାହ ଚାଲିଛି, କ'ଣ ରହିବ? ଦେଖନ୍ତୁ, ଆପଣମାନେ ଜାଣିଥିବେ ବିଗତ କିଛି ଦିନ ତଳେ ଭାରତବର୍ଷର ସଂସଦ ଭବନରେ କେନ୍ଦ୍ର ସରକାର ୱାକଫ ବୋର୍ଡ଼ ବିଲ୍କୁ ସଂଶୋଧନ କରି ଗୋଟେ ବିଲ୍ ଆଣିଥିଲେ। ସେଇ ବିଲ୍ ଦୁଃଖର ବିଷୟ, ପଶ୍ଚିମବଙ୍ଗ ସରକାର ଏହି ବିଲ୍କୁ ବିରୋଧ କରୁଛନ୍ତି। ଯଦି ବିରୋଧ କରୁଛନ୍ତି ନ୍ୟାୟିକ ହିସାବରେ ବିରୋଧ କରନ୍ତୁ, କିନ୍ତୁ ସେ ବିରୋଧ କରି ସେଠି ବିଦ୍ରୋହ ସୃଷ୍ଟି କରୁଛନ୍ତି ଏବଂ ପଶ୍ଚିମବଙ୍ଗରେ ଦଙ୍ଗା ମଧ୍ୟ ସେ ସୃଷ୍ଟି କରିଛନ୍ତି। ତାକୁ ବିରୋଧ କରି ମମତା ବାନାର୍ଜୀଙ୍କ ସରକାର, ମମତା ବାନାର୍ଜୀ ଯିଏ ମୁଖ୍ୟମନ୍ତ୍ରୀ ଅଛନ୍ତି, ତାଙ୍କୁ ଆମେ ବିରୋଧ କରି ଆଜି ତାଙ୍କର କୁଶପୁତ୍ତଳିକା ଦାହ କରୁ। ତତ୍ସହିତ ପଶ୍ଚିମବଙ୍ଗରେ ହିନ୍ଦୁ କେମିତି ସୁରକ୍ଷିତ ରହିବେ, ସୁରକ୍ଷା ପାଇଁ ହିନ୍ଦୁଙ୍କ ଉପରେ ବର୍ତ୍ତମାନ ଯେଉଁ ବର୍ବର ଅତ୍ୟାଚାର ହେଉଛି, ହିନ୍ଦୁଙ୍କ ଉପରେ ସେଠି ହତ୍ୟା କରାଯାଉଛି ହିନ୍ଦୁଙ୍କୁ ଏବଂ ହିନ୍ଦୁ ସେଠି ଅସୁରକ୍ଷିତ, ତାହା ଉପରେ କେନ୍ଦ୍ର ସରକାର ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ଅଛି। ଏବଂ ତତ୍ସହିତ ଆପଣଙ୍କ ଗଣମାଧ୍ୟମ ମାଧ୍ୟମରେ ଆମେ କେନ୍ଦ୍ର ସରକାରଙ୍କୁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଜୀଙ୍କୁ ନିବେଦନ କରୁଛୁ ଯେ ପଶ୍ଚିମବଙ୍ଗରେ ଶାନ୍ତି ଫେରାଇ ଆଣିବା ପାଇଁ ଏବଂ ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ଯଥାଶୀଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରନ୍ତୁ ଏବଂ ସେଠି ଶାନ୍ତି ଫେରାଇ ଆଣନ୍ତୁ। ସେଥିପାଇଁ ଆଜି ଆମେ ସନାତନୀ କେଶରିଆ ପରିବାର ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ଠାରେ ଗୋଟେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲୁ। ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିଥିଲୁ। ସରକାର ଏହା ଉପରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ୍ ଆଗାମୀ ଦିନରେ ସନାତନୀ କେଶରିଆ ହିନ୍ଦୁ ବାହିନୀ ସାରା ଓଡ଼ିଶାରେ ଏହି ଆନ୍ଦୋଳନକୁ ତୀବ୍ରତର କରିବ, ଜୋରଦାର କରିବ, ଜଳାପୋଡ଼ା କରିବ। ଭୁବନେଶ୍ୱରରୁ ଆମ ପ୍ରତିନିଧି ରୋଜିଙ୍କ ରିପୋର୍ଟ।